জয় জয় শ্রীরাম। ওড়িশারে এথর ଆମକୁ ଦରକାର ଡବଲ ଇଞ୍ଜିନ ସରକାର। এইটা ମଧ୍ୟ ନାରାରେ ଆସିବ। ନାରା ଦେବା ପାଇଁ ଟିକେ ପିଲା ପ୍ରସ୍ତୁତ ହେଇଯିବେ, ନହେଲେ ମୁଁ ଦେବି। ଖୋର୍ଦ୍ଧା ହଉଛି ସେଇ ରକ୍ତ ଭିଜା ମାଟି, ଯୋଉ ମାଟିରେ ବହୁ ଶହୀଦ ମାନଙ୍କର ଜନ୍ମ ହେଇଛି। ଆଜି ସୌଭାଗ୍ୟ ଗୋଟେ ଆସିଛି, ଖୋର୍ଦ୍ଧାକୁ ଗୋଟେ ଆହ୍ୱାନ ଆସିଛି ବହୁତ ଦିନ ପରେ। ଗୋଟେ ଶହୀଦର ଦାୟାଦ ଏ ଖୋର୍ଦ୍ଧା ଗଡର ପାଇକ ପୁଅକୁ ପ୍ରତିନିଧିତ୍ୱ କରିବା, ସେବା କରିବାର ସୁଯୋଗ ଆସିଛି। ପରିବର୍ତ୍ତନ ଅବସମ୍ଭାବୀ, ସୁନିଶ୍ଚିତ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଜଣେ ପାଇକର ଦାୟାଦ ହିସାବରେ ମୁଁ ଏକଥା କହିବାକୁ ଚାହେଁ। ଆଉ ସଦାବେଳେ ମୁଁ କହିଛି, କଥା ଦେଇ ଯିଏ କଥା ରଖେ ସିଏ ହିଁ ବାହୁବଳୀ। ଆଉ ସେଇ ନିରୀହ ଲୋକଙ୍କର ପାଇଁ ଆଜି ଏ ପାଇକ ପୁଅ ବାହାରିଛି। ଖାଲି ନିର୍ବାଚନ ଲଢିବା ପାଇଁ ନୁହେଁ, ଖୋର୍ଦ୍ଧାର ଯୋଉ ସ୍ୱାଭିମାନ, ଖୋର୍ଦ୍ଧାର ଯୋଉ ସମ୍ମାନ ଏବଂ ଖୋର୍ଦ୍ଧାର ଯୋଉ ଅସ୍ମିତା, ତାକୁ ଓଡ଼ିଶାରେ ତାକୁ ପ୍ରତିପାଦିତ କରିବା ପାଇଁ, ଓଡ଼ିଶାରେ ଏ ଖୋର୍ଦ୍ଧାର ନାଁକୁ ଓଡ଼ିଶାରେ ନୁହଁ ସାରା ଭାରତ ବର୍ଷରେ ସ୍ଥାନ ଦେବାର ଯୋଉ ସଂକଳ୍ପ, ଯୋଉ ପାଇକ ଜାତିର ଯୋଉ ପରମ୍ପରା ଏବଂ ପାଇକର ଯୋଉ ସାହସିକତା, ପାଇକର ଯୋଉ ତ୍ୟାଗ, ତାର ବଳିଦାନ, ସେ ବଳିଦାନର ପ୍ରତୀକ ହିସାବରେ ଜଣେ ଖୋର୍ଦ୍ଧାର ପ୍ରତିନିଧି ଯିବ, ଏ ମାଟିର ସମ୍ମାନ ସ୍ୱାଭିମାନକୁ ବଜେଇ ରଖିବ। ତା ସହିତ ଗରିବ ନିରୀହ ଲୋକଙ୍କୁ ନ୍ୟାୟ ଦବ। ଏବଂ ଆଜି ଯୋଉ ଓଡ଼ିଶାରେ ତାମିଲ ଶାସନ ହବାକୁ ଷଡ଼ଯନ୍ତ୍ର ଚାଲିଛି, ସେ ତାମିଲ ଶାସନ ହଟିବ ଏବଂ ଏ ମାଟି ପାଇଁ ପୁଣି ଥରେ ବିପ୍ଳବର ଆରମ୍ଭ ହବ। ଖୋର୍ଦ୍ଧା ମାଟିରୁ ଯାହା ଓଡ଼ିଶାକୁ ବ୍ୟାପିବ ଏବଂ ଓଡ଼ିଶାରେ ତାମିଲ ହଟିବ, ବ୍ୟବସ୍ଥାର ପରିବର୍ତ୍ତନ ହବ, ରାଜନୈତିକ ବ୍ୟବସ୍ଥା, ପ୍ରଶାସନିକ ବ୍ୟବସ୍ଥାର ପରିବର୍ତ୍ତନ ହବ, ତାମିଲ ହଟିବ, ଓଡ଼ିଆ ଲୋକ ନେତୃତ୍ୱ ନେବେ। ଏ ଶୃଙ୍ଖଳିତ ଦଳ ଏବଂ ସେ ଦଳର ବୁଥ ଲେବୁଲଠୁ ଆରମ୍ଭ କରି କେନ୍ଦ୍ରୀୟ ସ୍ତର ପର୍ଯ୍ୟନ୍ତ ସାଂଗଠନିକ ସ୍ଥିତି ବହୁତ ସୁଦୃଢ଼ ଏବଂ ସେମାନେ ଗୋଟେ ବିଚାରଧାରାରେ କାର୍ଯ୍ୟ କରନ୍ତି ଏବଂ ସେମାନଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ଟ୍ରେନିଂ କ୍ୟାମ୍ପ ବି କରାଯାଏ। କାରଣ ଆପଣମାନେ ଜାଣିଥିବେ, ସେଣ୍ଟ୍ରିଷ୍ଟ ପାର୍ଟି ଯୋଉମାନେ ବୁର୍ଜୁଆ ଦଳ, ତାଙ୍କର କିଛି ନଥାଏ, ପଇସା ଦବୁ ଭୋଟ ନବୁ। କିନ୍ତୁ ଭାରତୀୟ ଜନତା ପାର୍ଟି ଏଭଳି ଏକ ପାର୍ଟି ଯିଏ ଅନୁଶାସନ ଏବଂ ଯିଏ କ୍ୟାଡରକୁ ବେସ୍ କରିକିରି ସଂଗଠନ ତିଆରି କରିବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ତାଙ୍କର ପ୍ରଧାନ କାର୍ଯ୍ୟ। ଏଥରକ ପ୍ରଥମ ଥର ପାଇଁ ଓଡ଼ିଶାରେ ନିର୍ବାଚନ ଜିତିବା ଏବଂ ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ସେ ବାସ୍ନା ବାରିଛନ୍ତି ଏବଂ ରାଷ୍ଟ୍ରୀୟ ନେତୃବର୍ଗ ମଧ୍ୟ ଆଶା କରିଛନ୍ତି, ଆଶାନୁ ବିଶ୍ୱାସ ବି କରିଛନ୍ତି ଯେ ଏଥର ଓଡ଼ିଶାବାସୀ ଚାହୁଁଛନ୍ତି ବିଜେପି ସରକାର। ଆମର ଆଜି ଯୋଉ ମିଟିଂ ହେଲା, ଦୁଇଟି କଥା କୁହାଗଲା ଯେ ତୃତୀୟବାର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବେ, ଆଉ ଓଡ଼ିଶାରେ ଏଥର ଗୋଟେ ଷ୍ଟ୍ରଙ୍ଗ ଓଡ଼ିଆ କହୁଥିବା ଲୋକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବେ, ଯାହାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନବ। ସରକାର ଆମର ହବ। ଏଥିପାଇଁ ଆମକୁ ଯାହା ପ୍ରସ୍ତୁତ ହବାକୁ ଅଛି, ସେ ପ୍ରସ୍ତୁତର ଆଜି ବୈଠକ ଥିଲା ଏବଂ ସେଥିରେ ମଧ୍ୟ ଏହା ଘୋଷଣା କରାଗଲା ଏବଂ ସେଥିପାଇଁ କଣ କରିବାକୁ ପଡିବ ବୁଥ ସ୍ତରରେ ଏବଂ ଶକ୍ତି କେନ୍ଦ୍ର ସ୍ତରରେ ଦାୟିତ୍ୱ ବି ଦିଆଗଲା। 5ଟି କାର୍ଯ୍ୟକ୍ରମ ଆମେ ହାତକୁ ନେଲୁ। ମୁଁ ନିଜେ ଆମେ ଭୋଟ ଦବୁ, ଆମ ପରିବାର ସହିତ ଭୋଟ ଦବୁ ଏବଂ ଆମ 3ଟି ପରିବାରକୁ ନେଇକି ଭୋଟ ଦବୁ। ଇଏ ଗୋଟିଏ ସଂକଳ୍ପ ଆମେ ନେଲୁ। ଆଉ ଗୋଟିଏ ବୁଥ ଏଜେଣ୍ଟ 6ଟା ବେଳୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସ୍ଥିର ଚିତ୍ତରେ ଭିନ୍ନତାର ସହ ଏଜେଣ୍ଟରେ ବସିବ। ଏଇଭଳି ବହୁତ କାର୍ଯ୍ୟକ୍ରମ, ଯୋଉ 5 ସୂତ୍ରୀ କାର୍ଯ୍ୟକ୍ରମ ବୁଥ କମିଟିକୁ ଏବଂ ଶକ୍ତି କେନ୍ଦ୍ରର ଦାୟିତ୍ୱ ଥିବା କର୍ମକର୍ତ୍ତା ମାନ ଆମର କେନ୍ଦ୍ରୀୟ ସାଂଗଠନିକ ମନ୍ତ୍ରୀ ସନ୍ତୋଷ ଜି ପରାମର୍ଶ ଦେଲେ ଏବଂ
ଗୋଟେ ନିର୍ବାଚନ କୌଶଳ ମଧ୍ୟ ଆମକୁ ଶିଖେଇକି ଯାଇଛନ୍ତି, ଯାହା ଦ୍ୱାରା ଆମେ ବିଶ୍ୱାସ କରୁଛୁ ତାହା ଦ୍ୱାରା ଆମେ ସଫଳ ହେବୁ। ଏବଂ ପଦ୍ମ ଦୁଇଟି ଯାକ ପଦ୍ମ ମୁଦାପରା 25 ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ଯାହା ଓଡ଼ିଶାରେ କରିନି, ଆଗାମୀ 5 ବର୍ଷରେ ଭାରତୀୟ ଜନତା ପାର୍ଟି ତାହା କରିବ। ତାର କାରଣ ହଉଛି କେନ୍ଦ୍ରରେ ସରକାର ରହିଲେ ଅଟୋମେଟିକ ରାଜ୍ୟ ସରକାରକୁ ଗୋଟେ ବହୁତ ବଡ ସପୋର୍ଟ ମିଳିବ ଏବଂ ଯୋଉ ସପୋର୍ଟରେ ଆମ ପାଖରେ ବହୁତ ସମ୍ପତ୍ତି ଅଛି। ଓଡ଼ିଶା ହଉଛି ଧନୀ ରାଜ୍ୟ, କିନ୍ତୁ ଆମେ ଓଡ଼ିଆ ଗରିବ, ଏକଥା 75 ବର୍ଷ ହେଲା ଚାଲିଛି। ତାର ପରିବର୍ତ୍ତନ ହବ, ଓଡ଼ିଶା ଧନୀ ହବ, ଓଡ଼ିଆ ବି ଧନୀ ହେବେ। ଏଇଥିପାଇଁ ଧନୀ ହେବେ, ଓଡ଼ିଶାରେ ଯେତିକି ସମ୍ପତ୍ତି ଅଛି ସେ ସମ୍ପତ୍ତିକୁ ଆମେ ୟୁଟିଲାଇଜ କରିକି ଆମ ଲୋକମାନଙ୍କର ଆର୍ଥିକ ସ୍ଥିତି ଏବଂ ସାମାଜିକ ସ୍ଥିତି ଏବଂ ଭିତ୍ତିଭୂମିର ବିକାଶ କରିବୁ, ଯୋଉ ବିକାଶରେ ଲଙ୍ଗ ଟର୍ମ ବିକାଶ। ଏଠି କୌଣସି ଲୋକ ଦାଦନ ଖଟିବାକୁ ଯିବେନି କି ବାପା ମାଙ୍କୁ ଛାଡିକି ଯାଇ ବାହାରେ କୋଉ ରାଜ୍ୟରେ କାମ କରିବାକୁ ଯିବେନି କି ଚାକିରି କରିବାକୁ ଯିବେନି। ଏଇଠି ଚାକିରି କରିବେ, ଏଇଠି ବାପା ମାଙ୍କ ପାଖରେ ରହିବେ, ଏଇଠି ଭଲରେ ଖାଇବେ।